ପାଖାପାଖି ଗୋଟେ ସପ୍ତାହ ହେଇଯାଇଥିଲା ଆମର ବିଜନେସ୍ ଲଞ୍ଚ କରିବାର। ଆଉ କେବଳ ଆମର ଚିହ୍ନା ପରିଚୟ ଫ୍ରେଣ୍ଡସ୍ କଲିଗ୍ସ ଏଇମାନେ ହିଁ ଆମଠୁ ଅର୍ଡର କରିକି ନେଇଥିଲେ। ଜଣେ ଅନନୋନ୍ ଲୋକଙ୍କର ଅର୍ଡର ଆସିନଥିଲା ଏପର୍ଯ୍ୟନ୍ତ। ଆଉ ମୁଁ କଣ୍ଟିନ୍ୟୁଅସଲି ଫେସବୁକରେ ଯୋଉ ସବୁ ଓଡିଆ ଗ୍ରୁପ୍ସ ଅଛି ସେଥିରେ ପୋଷ୍ଟ କରି ଚାଲିଥିଲି ଆମର ଫ୍ଲାୟର୍ସ ଆଉ ଇନଫର୍ମେସନ ସବୁ। ତ ଠିକ 6 ନମ୍ବର ଦିନ ସକାଳୁ ଜଣେ ସାର୍ ମେସେଜ କଲେ ଯେ ଆପଣ ଓଡିଆ ଜିନିଷ ପ୍ରୋଭାଇଡ କରୁଛନ୍ତି କି? ମୁଁ ହଁ କହିଲି। ତ ସିଏ କହିଲେ ଯେ ମୁଁ ଲିଷ୍ଟ ଅଫ ଆଇଟମ୍ସ ଦେଇଦେଉଛି, ବିକଜ ସେତେବେଳେ ଆମର ୱେବସାଇଟ ବୋଲି କିଛି ନଥିଲା ଆଉ ହ୍ୱାଟ୍ସଆପରେ ଆମେ କ୍ୟାଟଲଗିଂ କରିକି ହିଁ ସେଲ୍ କରୁଥିଲୁ। ତ ସିଏ ସାଙ୍ଗେ ସାଙ୍ଗେ ଲିଷ୍ଟ ଅଫ ଆଇଟମ୍ସ ଦେଇଦେଲେ। ଆଉ ପ୍ରଥମେ ତ 2-3 ସେକେଣ୍ଡ ପର୍ଯ୍ୟନ୍ତ ବହୁତ ଖୁସି ଲାଗିଲା ଯେ ଜଣେ କମ୍ପ୍ଲିଟଲି ଅନନୋନ୍ ଲୋକ ଯାହାର କୌଣସି କନେକ୍ସନ ନାହିଁ ଆମ ସହିତ ଡାଇରେକ୍ଟଲି ଅର ଇନଡାଇରେକ୍ଟଲି ସିଏ ଆମ ଉପରେ ଭରସା କରି ଅର୍ଡର ପ୍ଲେସ୍ କଲେ। ବଟ୍ ମୁଁ ଆଉଟ୍ ଅଫ୍ ଏକ୍ସାଇଟମେଣ୍ଟ ତାଙ୍କୁ କମିଟମେଣ୍ଟ ବି କରିଦେଇଥିଲି ଯେ ଆଜି ଆପଣଙ୍କୁ ମିଳିଯିବ 2 ଘଣ୍ଟା ଭିତରେ। ତ ଫଟାଫଟ ମୁଁ କଣ କଲି, ଜିନିଷ ସବୁ ଆମେ ପ୍ୟାକ୍ କରିଦେଲୁ। ମୁଁ ଆଉ ମୋ ୱାଇଫ୍ ବାହାରି ଗଲୁ ଅର୍ଡର ଡେଲିଭରି କରିବାକୁ। ଫର୍ଷ୍ଟ ଟାଇମ୍ ପାଇଁ କି ଗୋଟେ ଗେଟେଡ୍ କମ୍ୟୁନିଟି ସୋସାଇଟିରେ ମୁଁ ଆଜ ଏ ଗେଷ୍ଟ ନୁହଁ, ଗୋଟେ ଡେଲିଭରି ବୟ ହିସାବରେ ଚେକ୍ ଇନ୍ କଲି। ଆଉ ଯାଇକି ତାଙ୍କ ଡୋର ଷ୍ଟେପ୍ରେ ତାଙ୍କୁ ଅର୍ଡରଟା ଡେଲିଭରି କରିଦେଲି। ସାର୍ ବହୁତ ଖୁସି ହେଲେ, 2 ମିନିଟ୍ କଥା ବି ହେଲେ। ଆଉ ମୁଁ ତାଙ୍କଠୁ ପେମେଣ୍ଟଟା ରିସିଭ୍ କରିକି ଆସିଲି। ଫେରିଲା ବେଳକୁ ମୋ ୱାଇଫ୍ ଆଉ ମୁଁ କଥା ହଉଥିଲୁ, ଯାହା ହଉ ଫର୍ଷ୍ଟ ଅର୍ଡର ଆମର ଆସିଗଲା, ଆଗକୁ କଣ ହବ ଏଇଆ କଥା ହଉ ହଉ ମୁଁ ଫୋନ ଚେକ୍ କଲି ତ ଆମର ସେକେଣ୍ଡ ଅର୍ଡର ବି ଆସି ଯାଇଥିଲା।